ଖର୍ବ ହୋଇ ସୁରତରୁ କୁସୁମ ବାଞ୍ଚିଲୁ, ଖେଦ ବୀଜ ନିଜ ହୃଦ କେଦାରେ ବିଞ୍ଚିଲୁ ରେ। ତ ଖର୍ବ ମାନେ ବାଙ୍ଗରା ହେଇ ସୁରତରୁ କୁସୁମକୁ ବାଞ୍ଛା କଲୁ। ସୁରତରୁ କହିଲେ ପାରିଜାତ, ଯାହା ସ୍ୱର୍ଗର କୁସୁମ, ଯାହାକୁ ହାତ ତ ସାଧାରଣ ଲୋକଙ୍କ ପାଏନି। ତ ବାମନ ହେଇ ନିଜର ହାତକୁ ସେତେ ଉଚ୍ଚାକୁ ନେବା ପାଇଁ ଭାବିଲୁ ବା କେମିତି? ଆଉ ଖେଦ ମାନେ କଷ୍ଟ ରୂପକ ବୀଜକୁ ନିଜ ହୃଦୟର କେଦାର ମାନେ ଜମି, ଯୋଭଳି ଚାଷ କରିବା ସମୟରେ ଜମିରେ ଯୋଭଳି ମଞ୍ଜି ପୋତିବ ସେଭଳି ଫଳ ମିଳିବ। ତେଣୁ ଖେଦ ରୂପକ ବୀଜକୁ ଯଦି ନିଜ ହୃଦୟର ଜମିରେ ଜଣେ ବିଞ୍ଚିବ, ଯଦି ସେଠି ରୋପଣ କରିବ, ତାକୁ ନିଶ୍ଚିତ ଭାବରେ କ'ଣ ମିଳିବ? ଦୁଃଖର ଫଳ ହିଁ ମିଳିବ। ତେଣୁ ତୁ ଯାହାଙ୍କ ପ୍ରତି ପ୍ରେମ କରୁଛୁ, ଯାହାଙ୍କ ପ୍ରତି ଆକର୍ଷିତ ତୁ ହେଇଗଲୁଣି, ତୁ ଖରାପ ଏଥିପାଇଁ ହେଇଗଲୁ କାରଣ ଖେଦ ରୂପକ ବୀଜ ତୁ ନିଜ ହୃଦୟ କେଦାରରେ ତୁ ବିଞ୍ଚିଦେଲୁ। ତେଣୁ ତୋତେ ଏବେ ଖରାପ ଫଳ ହିଁ ମିଳିବ, ତୋତେ ନିଶ୍ଚିତ ଭାବେ କଷ୍ଟ ଫଳ ହିଁ ମିଳିବାକୁ ଯାଉଛି। ତେଣୁ ହେ କିଶୋରୀ ଶ୍ରୀରାଧା, ତୁମେ ଏଭଳି ଜାଣୁ ଭୁଲ କେମିତି କଲ? ଖରାପ ହେଇଛ ବୋଲି ଏଭଳି ଭୁଲ କର, କାରଣ ତୁମେ ଜାଣି ହୃଦୟ ରୂପକ କିଆରୀରେ ଦୁଃଖର ବୀଜର ମାନେ ଦୁଃଖର ବିହନକୁ ତୁମେ ବୁଣିଲ, ଯାହା ମନୁଷ୍ୟ କେବେ ମଧ୍ୟ ପାଇପାରିବ ନାହିଁ। ସେଭଳି ପଦାର୍ଥ ପାଇବାକୁ ଇଚ୍ଛା କରିବା ଦୁଃଖ ହିଁ ଭୋଗ କରିବ। ତେଣୁ ଏଭଳି କରିବା ଠିକ୍ ହେଇନି।